ଦେଖିଲେ କେମିତି ମୋ ଚୁଟିକି ଟାଣୁଛି। ସକାଳୁ ସକାଳୁ ଉଠିକି ସେ ଆଗ ଆସିକି ମୋ ସହିତ ଖେଳିବ, ମୋ ଚୁଟି ଟାଣିକି ମୋତେ ପୁରା ଏଠି ହଇରାଣ କରିସାରିଲାଣି। ସକାଳୁ ସକାଳୁ ଉଠିକିନା ବି ସେ କେତେ ଦୁଷ୍ଟ ହେଉଛି, ପୁରା ଖୁସି ହେଉଛି ସେ ମୋ ଚୁଟି ଟାଣିକି। ଦେଖିଲେ କେମିତି ସକାଳୁ ସକାଳୁ ଉଠିକି। ଜୟ ଜଗନ୍ନାଥ। ଆଜିର ବ୍ଲଗ୍ଟି ଷ୍ଟାର୍ଟ ହେଉଛି ଆମ ମା ପୁଅ ପାଖରୁ। ଦେଖିଲେ କେମିତି ମୋ ପୁଅ ଖେଳୁଛି। ତାପରେ ତା'ର ଟିକେ ଖେଳା ଖେଳି ସରିଲା ପରେ ଏଇଠି ତା ଅଜା ଆସିକି ପହଞ୍ଚି ଯାଇଥିଲେ। ସେ ଗାଧି ପାଧି ପୁରା ରେଡ଼ି ହେଇଯାଇଥିଲା। ଅଜା ପାଖରେ କାଖ ହେଇକି ପୁରା ଖୁସି ଆଉ। ଖାଲି କହୁଛି ମୋତେ ଖାଲି ବାହାରକୁ ନିଅ, ମୁଁ ବୁଲିବି ଯାଇକି। କ'ଣ ଗୋଟେ ତାକୁ ବାହାରେ ନିଶା ଲାଗିଯାଇଛି। ଖାଲି କହୁଛି ମୋତେ ବାହାରକୁ ନିଅ। ଦେଖୁନାହାନ୍ତି କେମିତି ଅନେଇଛି। ଭାରି ଦୁଷ୍ଟଟା ପୁରା ହେଉଛି କିଶୁଟା ଆମର। ଏଇଠି ଶୋଇପଡ଼ିଲାଣି ଅଜା କାନ୍ଧରେ ପୁରା। ଅଜାକୁ ଦେଖିକି ମୋ ପୁଅ ପୁରା ଖୁସି। ଆଉ କ'ଣ ଅଜା ଭଳିଆ ଆଉ କିଏ କ'ଣ ସେତିକି ଗେଲ କରିପାରିବ? ଅଜା ଆଉ ନାତିର ଏଇଠି ଗେଲ କରାକରି ଚାଲିଛି। ସେଠି ଥାଇକି ସେ ପୁଣି ମୋ ପାଖକୁ ଆସିବ ବୋଲି ଖାଲି ହେଉଛି। କ'ଣ ମାମା ଏଇଠି ଭିଡ଼ିଓ କରୁଛି କ'ଣ ଦେଖୁଛି। ତାପରେ ଏଇଠୁ ଟିକେ ଆମେ କାମ ଥିଲା ତ ମା ପୁଅ ଆମେ ଟିକେ ବାହାରି ଯାଇଥିଲୁ ଟିକେ ମାର୍କେଟ। ସେ ଦେଖୁନାହାନ୍ତି କେମିତି ପୁରା ଠିଆ ହେଇଛି। ସିଏ ସେଠି ଠିଆ ମାନେ ଗାଡ଼ିରେ ବି ସେ ଗଲାବେଳକୁ ତା'ର ଚାଲିଛି ଦୁଷ୍ଟାମି। କ'ଣ ଭାବୁଛି କେଜାଣି, ଏଠି ଖାଲି ବାଡ଼େଇ ପକାଉଛି ଏଇଠି। ଦେଖିଲେ କେମିତି ହେଉଛି ସେ ଗାଡ଼ିରେ ଠିଆ ହେଇକି। ତାପରେ ଆସିକି ମୁଁ ମୋର ଏଠି ରୋଷେଇ ପାଇଁ ଟିକେ ମସଲା ବଟାବଟି କରିକି କଟାକଟି କଲି। ତାପରେ ବଟାବଟି କରିକି ଏଇଠି ମୁଁ ରୋଷେଇ କରିଦେଲି। ଛତୁ ତରକାରୀ, ଭାତ, ଏଇଠି ଜହ୍ନି ରାଇ। ତାପରେ ଏଇଠି ତା ପିଇସି ଆସିଥିଲେ, ସେ ତା ପିଇସି ସାଙ୍ଗରେ ଖେଳୁଥିଲା। ଏଠି ଯାଇକି ଝରକା ଭିତରେ କେମିତି ସେଠି ପଶିକି ସେ ତା'ର ଖେଳ ଖେଳୁଛି। ତାହେଲେ କାଲି କଥା ହେବା।